ମୋତେ ଭୁଲିଗଲ ନା? ମୋ କଥା ସତରେ ତୁମର ମନେ ପଡ଼ୁନି? ମୁଁ ବାସି ପଖାଳ କଂସା। ଆଗରୁ ମୋତେ ଯେତିକି ସ୍ନେହ ଆଦର କରୁଥିଲ ଆଉ ସେତିକି ଭଲ ପାଉନ ନା? କାରଣ ତୁମ୍ଭେମାନେ ଏବେ ପାଶ୍ଚାତ୍ୟ ଖାଦ୍ୟ ସହ ସାଙ୍ଗ ହୋଇସାରିଛ। ଚାଉମିନ, ବିରିୟାନୀ, ପିଜା, ବର୍ଗର, ନୁଡଲ୍ସ ସହ ତୁମର ବନ୍ଧୁତା ଏତେ ନିବିଡ଼ ହୋଇଯାଇଛି ଯେ ମୋତେ ପାଶୋରି ଗଲଣି। ସତରେ କହିଲ, ମୁଁ ତୁମର କେତେ ଉପକାର କରିଛି, କେତେ ଶାନ୍ତି ପ୍ରଦାନ କରିଛି, କେତେ ଭଲ ପାଇବା ଦେଇଛି, ମାଟି ମାଆର ସ୍ନେହକୁ ଅନୁଭବ କରିବାକୁ ସୁଯୋଗ ଦେଇଛି। କିନ୍ତୁ ତୁମ୍ଭେମାନେ ମୋତେ ଏମିତି ଧୋକା ଦେବ ବୋଲି ମୁଁ ଏବେ ବି ଭାବିପାରୁନି। ଖରା ଗରମରେ ତୁମ୍ଭେମାନେ ବାହାର କାମରୁ କ୍ଳାନ୍ତ ହୋଇ ଯେବେ ଆସ, ଚିମୁଟେ ଲୁଣ ପଡ଼ିଥିବା ଥଣ୍ଡା ଥଣ୍ଡା ପଖାଳ କଂସା ଆଉ ତୋରାଣୀ ସାଙ୍ଗକୁ ସେ ଯାହା ବି ହେଉ, ପୋଡ଼ା ଆଳୁ ବାଇଗଣ ଭର୍ତ୍ତା ହେଉ ବା କଞ୍ଚାଲଙ୍କା ମିଶା ବଢ଼ିଚୁରା ହେଉ, କି ଲେଉଟିଆ, ସୁନସୁନିଆ, କଳମ, ପାଳଙ୍ଗ କି ସଜନା ଶାଗ ଭଜା ହେଉ, ଏମିତି କିଛି ନହେଲେ ବି ଆମ୍ବୁଲ, ରସୁଣ, କଞ୍ଚାଲଙ୍କା ସହ ଟିକେ ଲୁଣ ଆଉ ପାଣି ପକାଇ ଦଳିଦେଲେ ପଖାଳକୁ ପାଟିରୁ ନେଇ କେତେବେଳେ ପେଟରେ ପକାଇଦେବ ଜାଣି ହେବନି, ଆଉ ତାର ସ୍ୱାଦ ଆଉ କହି ହେବନି। ଖାଇସାରିବା ପରେ ଢକ୍ ଢକ୍ କରି ତୋରାଣୀ ମୁନ୍ଦକ ପିଇଦେଲେ ଆଃ, କି ଶାନ୍ତି! ପଖାଳ ଯେମିତି ପେଟରେ ପଡ଼ିବା ମାତ୍ରେ ନିଦ ଆସି ହାଜର ହୋଇଯାଏ, ଆଉ ପେଟରେ ପଖାଳକୁ ଦେଖା କରିବାକୁ ନିଦ ଆପଣା ଛାଏଁ ଚାଲି ଆସେ। କାରଣ ନିଦ ଆଉ ପଖାଳ ଦୁଇ ଘନିଷ୍ଠ ସାଙ୍ଗ ଯେମିତି। ଚାଷୀଟିଏ ବିଲରେ ପଖାଳ କଂସାକୁ ଦେଖିଦେଲେ ତା ପିଣ୍ଡରେ ପ୍ରାଣ ପଶିଯାଏ ଯେମିତି। ପଖାଳ କଂସାକୁ ଦୁଇ ପାଖୁଡ଼ା ପିଆଜ ଖାଇଦେଲେ ତା ଦେହରେ ଯେମିତି 100 ବଳଦର ବଳ ଆସେ। 100 ବଳଦର ବଳ ନେଇ ସେ ପୁଣି ଚାଷବାସରେ ଲାଗିପଡ଼େ। ଗରିବର ସାଥୀ ମୁଁ ଦୁଃଖୀର ସାହାରା, ଚାଷୀର ଜୀବନ ମୁଁ। ପିଲାଠୁ ବୁଢ଼ା ସଭିଙ୍କ ଆଶାବାଡ଼ି ପରା। କିଛି ଖାଦ୍ୟ ପେଟକୁ ଭଲ, ପାଟିକୁ ଖରାପ ଲାଗେ, ଆଉ କିଛି ଖାଦ୍ୟ ପାଟିକୁ ଭଲ ଆଉ ପେଟକୁ ଖରାପ ଲାଗେ। କିନ୍ତୁ ମୁଁ ଉଭୟ ପାଟିକୁ ସୁଆଦ ଆଉ ପେଟକୁ ଶାନ୍ତି କରିଥାଏ। ମୁଁ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ, ଶକ୍ତି ଦେଇଥାଏ ପୁଣି ଶାନ୍ତି। ଖରାବେଳ ପ୍ରାଣ ମୁଁ, ନିଦର ଚାବିକାଠି, ଶରୀରକୁ ବଳ ଆଉ ମନ ପାଇଁ ଶାନ୍ତି। ସବୁଠୁ ବଡ଼ ହେଲା ଜଗନ୍ନାଥଙ୍କ ପ୍ରିୟ ଭୋଗ ପଖାଳ ମୁଁ ସଭିଙ୍କୁ ଜଣା। ଓଡ଼ିଶାବାସୀଙ୍କ, ଓଡ଼ିଆ ଜାତିଙ୍କ ସଭିଙ୍କ ମୁଁ ମନକିଣା। କିନ୍ତୁ ଦୁଃଖ ତ ଏତିକି, ଆଜିକାଲି ପଖାଳ ଦିବସରେ ଏହି ଲୋକେ ମୋ ସହ ସେଲ୍ଫି ନେଇ ହ୍ୱାଟ୍ସଆପ୍, ଫେସବୁକ୍ ଆଉ ଇନ୍ଷ୍ଟା କି ଅନ୍ୟ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରନ୍ତି। ବାକି ସବୁଦିନ ମୋତେ ପାଶୋରି ଦିଅନ୍ତି। ସମସ୍ତେ ଶୁଣ, କାହିଁ କେଉଁ କାଳୁ ମୁଁ ତୁମ ସଂସ୍କୃତି ଆଉ ପରମ୍ପରାକୁ ରକ୍ଷା କରି ଆସୁଛି। ତୁମ ଶରୀରକୁ ବଳ ଯୋଗାଇ ମନକୁ ଶାନ୍ତି ଦେଉଛି, ତୁମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି, ଆଉ ତୁମକୁ ବିନା ପଇସାରେ ଶାନ୍ତିର ନିଦ ବଟିକା ବି ଦେଉଛି। ଗରିବର ସାଥୀ ହୋଇ ଅଳ୍ପ ଖର୍ଚ୍ଚରେ ତୁମ ପରିବାରକୁ ପୋଷି ପାରୁଛି। ହେଲେ ତୁମେ ମୋତେ କାହିଁକି ନିଜର ଭାବୁନ? ମୋର କିଛି ଦୋଷ ନଥାଇ ବି ମୋଠୁ ତୁମ୍ଭେମାନେ କାହିଁକି ଦୂରେଇ ଯାଉଛ? ଆଧୁନିକ ନାମରେ ତୁମେମାନେ ନିଜ ପ୍ରିୟ ଖାଦ୍ୟକୁ କେମିତି ଭୁଲିଯାଇ ମୋଠୁ ଦୂରେଇ ଯାଉଛ? ସତରେ କହିଲ, ମୋ ସହ ବନ୍ଧୁତାରେ ତୁମକୁ ଯେତିକି ସ୍ନେହ ଆଉ ଶାନ୍ତି ମିଳୁଥିଲା, ସେତିକି କ'ଣ ଏହି ଚାଉମିନ, ପିଜା, ବର୍ଗର, ନୁଡଲ୍ସ ଆଉ ବିରିୟାନୀରେ ଅଛି?